ଘଞ୍ଚ ଜଙ୍ଗଲରେ ବିଭିନ୍ନ ପ୍ରଜାତିର ଛୋଟ ବଡ଼ ପଶୁପକ୍ଷୀ ବାସ କରୁଥିଲେ। ସେହି ଜଙ୍ଗଲରେ ମିମି ନାମରେ ମଧ୍ୟ ଗୋଟିଏ ଚଢ଼େଇଟି ରହୁଥିଲା। ସମସ୍ତ ଜୀବଜନ୍ତୁ ମିଳିମିଶି ଚଳୁଥିଲେ। ସମସ୍ତେ ନିଜର ଦୁଃଖ ସୁଖରେ ଭାଗି ହେଉଥିଲେ। କିନ୍ତୁ ଦିନେ ସେହି ଜଙ୍ଗଲରେ ଭୟଙ୍କର ନିଆଁ ଲାଗିଗଲା। ନିଆଁ ଦେଖି ସମସ୍ତ ପ୍ରାଣୀଙ୍କ ମଧ୍ୟରେ ହାହାକାର ଖେଳି ଯାଇଥିଲା। ସମସ୍ତେ ଜୀବନ ରକ୍ଷା କରିବା ପାଇଁ ଏବଂ ନିଆଁ କବଳରୁ ନିଜ ପରିବାରକୁ ବଞ୍ଚାଇବା ପାଇଁ ଏଣେ ତେଣେ ଦୌଡୁଥିଲେ। ମିମି ଚଢ଼େଇ ଯେଉଁ ଗଛରେ ରହୁଥିଲା ସେଥିରେ ମଧ୍ୟ ନିଆଁ ଲାଗି ଯାଇଥିଲା। ତାକୁ ବାଧ୍ୟ ହୋଇ ତାର ବସା ଛାଡ଼ିବାକୁ ପଡ଼ିଥିଲା। କିନ୍ତୁ ସେ ଅନ୍ୟ ପ୍ରାଣୀଙ୍କ ଭଳି ଡରି ଯାଇ ନଥିଲା। ଏମିତିରେ ବି ତାର ପରିବାର ବୋଲି କେହି ନଥିଲା। ସେଇ ଜଙ୍ଗଲ ତା ପାଇଁ ସବୁ କିଛି ଥିଲା। ସେ ତା ମୁଣ୍ଡରେ ଗୋଟେ ବୁଦ୍ଧି ଖଟେଇଥିଲା। ତୁରନ୍ତ ପାଖ ନଦୀକୁ ଦୌଡ଼ି ଯାଇଥିଲା। ତା ଠୋଣ୍ଟରେ କିଛି ପାଣି ଭରି ଜଙ୍ଗଲ ଆଡ଼କୁ ଉଡ଼ି ଆସିଥିଲା ଏବଂ ସିଏ ସେ ପାଣିକୁ ନିଆଁରେ ସିଞ୍ଚନ କରିଥିଲା। ଏହାପରେ ପୁଣି ସେ ନଦୀକୁ ଦୌଡ଼ି ଯାଇଥିଲା। ନଦୀରୁ ପୁଣି ଠୋଣ୍ଟରେ ପାଣି ଆଣି ନିଆଁରେ ଢାଳି ତାକୁ ଲିଭାଇବା ପାଇଁ ଚେଷ୍ଟା କରିଥିଲା। ଏହିପରି ଭାବରେ ସେ ବାରମ୍ବାର ନିଜ ଠୋଣ୍ଟରେ ନଦୀରୁ ପାଣି ଆଣି ଜଙ୍ଗଲରେ ଲାଗିଥିବା ନିଆଁକୁ ଲିଭାଇବାକୁ ଚେଷ୍ଟା କରୁ। ଯେତେବେଳେ ଜଙ୍ଗଲର ଅନ୍ୟ ପଶୁପକ୍ଷୀମାନେ ତାକୁ ଏହିପରି କରୁଥିବାର ଦେଖିଥିଲେ ସେମାନେ ତାକୁ ଠଟ୍ଟା କରିବାକୁ ଲାଗିଥିଲେ ଏବଂ ହସିବାକୁ ମଧ୍ୟ ଲାଗିଥିଲେ। ସେମାନେ ତାକୁ ଠଟ୍ଟା କରି କହିଥିଲେ, ଆରେ ଟିକି ଚଢ଼େଇ, ତୁ ଏ କଣ କରୁଛୁ? ତୁ ଜଙ୍ଗଲର ଏଇ ବିଶାଳ ନିଆଁକୁ କଣ ତୋର କୁନି ଥଣ୍ଟରେ ପାଣି ଆଣି ଲିଭାଇ ପାରିବୁ? ଏମିତି କଣ ନିଆଁ ଆୟତ ହେଇପାରିବ? ଏହାକୁ ବଡ଼ ବର୍ଷା ମଧ୍ୟ ଲିଭାଇ ପାରିବ ନାହିଁ। ଏହା ମୂର୍ଖାମି ବିନା ଆଉ କିଛି ନୁହଁ। ତୁ କିଛି ସମୟ ପରେ ହାଲିଆ ହେଇଯିବୁ ନିଶ୍ଚିତ। ଟିକି ଚଢ଼େଇଟି ସେମାନଙ୍କ କଥା ଶୁଣି ତାର କାମ ଅଟକାଇ ନଥିଲା। ସେ କହିଥିଲା, ଯଦି ତୁମେମାନେ ପଳାଇ ଯିବାକୁ ଚାହୁଁଛ ତେବେ ଯାଇପାର, କିନ୍ତୁ ମୁଁ ପଳାୟନ କରିବି ନାହିଁ। ଏହି ଜଙ୍ଗଲ ମୋର ଘର ଏବଂ ମୁଁ ମୋର ଘରକୁ ସୁରକ୍ଷା ଦେବା ପାଇଁ ଯଥାସମ୍ଭବ ଚେଷ୍ଟା କରିବି। ଏଥିରେ ମୋର ସାଥ କେହି ଦେଉ କି ନ ଦେଉ। ତେବେ ମିମି ଚଢ଼େଇର କଥା ଶୁଣି ଅନ୍ୟ ପ୍ରାଣୀମାନେ ନିଜକୁ ଲଜ୍ଜିତ ଅନୁଭବ କରିବା ସହ ସେମାନଙ୍କ ମୁଣ୍ଡ ଲାଜରେ ତଳକୁ ନଇଁ ଯାଇଥିଲା। ସେମାନେ ନିଜ ଭୁଲ ବୁଝିପାରି ଟିକି ଚଢ଼େଇକୁ କ୍ଷମା ମାଗିଥିଲେ ଏବଂ ଟିକି ଚଢ଼େଇ ସହ ମିଶି ସେମାନେ ମଧ୍ୟ ଜଙ୍ଗଲର ନିଆଁ ଲିଭାଇବା ପାଇଁ ଚେଷ୍ଟା କରିଥିଲେ। ଶେଷରେ ସେମାନଙ୍କ କଠିନ ପରିଶ୍ରମ ଫଳପ୍ରଦ ହୋଇଥିଲା ଏବଂ ଜଙ୍ଗଲରୁ ନିଆଁ ଲିଭି ଯାଇଥିଲା। ନିଜ ଘରକୁ ନିଆଁ କବଳରୁ ରକ୍ଷା କରି ସମସ୍ତ ଜୀବଜନ୍ତୁ ଖୁସି ହୋଇଥିଲେ ଏବଂ ମିମି ଚଢ଼େଇକୁ ଧନ୍ୟବାଦ ଦେଇଥିଲେ। କାହାଣୀରୁ ଏହା ଶିଖିଲେ ଯେ ବିପଦ ଯେତେ ବଡ଼ ହେଉନା କାହିଁକି ଚେଷ୍ଟା ନ କରି କେବେ ବି ହାର ମାନିବା ଉଚିତ ନୁହେଁ।